ବେଳେବେଳେ ଜୀବନର ସମସ୍ୟାଗୁଡ଼ିକରୁ ବିରତି ବା ଛୁଟି ନେବା ବହୁତ ଜରୁରୀ ଅଟେ। ସେଥିପାଇଁ ତୁମେ ଯେକୌଣସି ବାହାର ସ୍ଥାନକୁ ବୁଲିବା ପାଇଁ ଯାଇପାରିବ କିମ୍ବା ଯାହା ତୁମ ମନକୁ ଭଲ ଲାଗେ ସେହି କାମ କର। ଯଦି ତୁମକୁ ଲାଗୁଛି କି ତୁମର ସମସ୍ୟାରୁ ବିରତି ନେବାକୁ ଅତି କମରେ ନିଜ କାମରୁ ଗୋଟିଏ ଦିନ ଛୁଟି ନେଇ ବିଶ୍ରାମ ନେବା ଆବଶ୍ୟକ, ତେବେ ତାହା ମଧ୍ୟ କର। ଏହା କରିବା ଦ୍ୱାରା ତୁମର ସମସ୍ୟା ଗୋଟିଏ ଦିନରେ ତ କମ୍ ହେବ ନାହିଁ, କିନ୍ତୁ ଜୀବନରେ ଆଗକୁ ବଢ଼ିବା ପାଇଁ ତୁମର ମନକୁ ଏକ ସକାରାତ୍ମକ ଶକ୍ତି ନିଶ୍ଚୟ ମିଳିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତୁମକୁ ଡର ଲାଗିଥାଏ। ତୁମେ ଭୟଭୀତ ହୋଇଯାଅ। ତୁମକୁ ଏହା ଲାଗେ କି ମୁଁ ଏହି କାମ କରିପାରିବି କି ନାହିଁ। ତେଣୁ ପିଲାମାନେ ଯେତେବେଳେ ଏକ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଅ, ତେବେ ତାହା ପୂର୍ବରୁ କିଛି ଏମିତି କର ଯାହା ତୁମର ମନକୁ ପ୍ରୋତ୍ସାହନ କରେ କିମ୍ବା ତୁମ ମନରେ ଖୁସି ଆଣିଥାଏ। ଯେମିତିକି ଯଦି ତୁମେ ଗୀତ ଶୁଣିବାକୁ ପସନ୍ଦ କର, ତେବେ ସେହି କାମ କରିବା ପୂର୍ବରୁ ତୁମର ମନପସନ୍ଦର ଗୀତ ଶୁଣ। ଯଦି ତୁମକୁ କୌଣସି ଶ୍ଲୋକ ବା ମନ୍ତ୍ର ଶୁଣିବା ବା କହିବା ଦ୍ୱାରା ତୁମକୁ ମାନସିକ ଶାନ୍ତି ଏବଂ ସକାରାତ୍ମକ ଶକ୍ତି ମିଳେ, ତେବେ ସେହି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାହା ନିଶ୍ଚୟ କର। ଏହିଭଳି ଭାବରେ ତୁମେ ସେହି ନୂତନ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବ ଏବଂ ତୁମର ଭୟ ଦୂର ହୋଇଯିବ। ମୋର ଆଶୀର୍ବାଦ ଏବଂ ମାର୍ଗଦର୍ଶନ ସର୍ବଦା ତୁମ ସହିତ ଅଛି। ଯେତେବେଳେ ଲାଗେ କି ତୁମର ସାହାଯ୍ୟ ଦରକାର, ତ ବାସ୍ ମୋତେ ଡାକ, ମୁଁ ଆସିଯିବି। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇରାମ, ଜୟ ସାଇରାମ।